ବାଟ ଓଷା ବା ଦାଣ୍ଡ ପହଁରା ଓଷା ପୌଷ ମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ ପାଳନ କରାଯାଏ। 2024ରେ ଡିସେମ୍ବର ମାସ 17 ତାରିଖ ଦିନ ବାଟ ଓଷା ପଡ଼ୁଛି। ଏହି ଓଷା ଯମରାଜଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ। ପ୍ରତ୍ୟେକ ମା ମାନେ ନିଜ ସନ୍ତାନମାନଙ୍କର ଦୀର୍ଘାୟୁ ହେବା ନିମନ୍ତେ ରାତି ସାରା ଉପବାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ନିଜ ନିଜର ପୁତ୍ରମାନଙ୍କୁ ଝାଡ଼ିଥାନ୍ତି। ଇନ୍ଦ୍ରଙ୍କର ଅମୋଘ ଅସ୍ତ୍ର ହେଉଛି ବଜ୍ର। ସେଥିପାଇଁ ପ୍ରବାଦ ଅଛି, ମା ମାନେ ନିଜ ସନ୍ତାନର ଦୀର୍ଘ ଜୀବନ କାମନା କରି ଓଷା ମଣ୍ଡପର ଚତୁଃପାର୍ଶ୍ୱକୁ ବଜ୍ରମୂଳିରେ ପହଁରିବା ପରେ ସେଥିରେ ସନ୍ତାନମାନଙ୍କୁ ଝାଡ଼ିଥାନ୍ତି। ପୌରାଣିକ ମତ ଅନୁସାରେ ମୃତ୍ୟୁର ଦେବତା ଯମ ଅତ୍ୟନ୍ତ କଠୋର ଓ ମର୍ମନ୍ତୁଦ। ସେ ପ୍ରାଣୀର କର୍ମ ଅନୁସାରେ ମୃତ୍ୟୁ ପରେ ଦଣ୍ଡବିଧାନ କରନ୍ତି। ଗରମ ତେଲ କଡ଼େଇରେ ପକାଇବା, ତାହାର ଚକ୍ଷୁ ଏବଂ କର୍ଣ୍ଣରେ ଗରମ ତେଲ ପକାଇବା, ଅସତୀ ଦୋଚାରୁଣୀମାନଙ୍କୁ ଶିମିଳି ଗଛରେ ଟାଙ୍ଗିବା ସହ ବିଛା କଙ୍କଡ଼ା ନାଗମାନଙ୍କ ଦ୍ୱାରା ଅନେକ ଯନ୍ତ୍ରଣା ଦିଅନ୍ତି। ଏସବୁ ଯନ୍ତ୍ରଣାରୁ ରକ୍ଷା କରିବା ଏବଂ ଯମଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ବାଟ ଓଷା ବା ଦାଣ୍ଡ ପହଁରା ଓଷା ନାରୀମାନେ ପୌଷ ମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ ପାଳନ କରିଥାନ୍ତି। ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ ନୂଆ ଧାନ କୁଟି ମଣ୍ଡା ପିଠା, ମୁଢ଼ି, ଖଇ, ମୁଆଁ, ଚୂଡ଼ା, କଦଳୀ, ମୂଳା, ଆଖୁ, କରମଙ୍ଗା, କନ୍ଦମୂଳ, ତୁଷ ଓ କୁଣ୍ଡା ଆଦି ନୈବେଦ୍ୟ କରାଯାଏ। ଗାଁ ଦାଣ୍ଡ ବା ବନସ୍ତରେ ଗାତ ଖୋଳାଯାଇ ଗୋଟିଏ ପାତ୍ରରେ ସିନ୍ଦୁରରେ ଯମଙ୍କ ପ୍ରତିମା ସ୍ଥାପନ ପୂର୍ବକ ମାତାମାନେ ଚାରିପଟେ ଟାଙ୍ଗୁଡ଼ା ଧରି ବଜ୍ରମୂଳି ଉପରେ ରଖି କପଡ଼ା ଢାଙ୍କି ବସନ୍ତି ଏବଂ ଯମଦେବତାଙ୍କୁ ଷୋଡ଼ଶୋପଚାରରେ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା କରନ୍ତି। ତାହାପରେ ପିତାମାତା ନିଜ ସନ୍ତାନମାନଙ୍କର ଦୀର୍ଘ ଜୀବନ କାମନା କରି ଯମଙ୍କୁ ସ୍ମରଣ କରିଥାନ୍ତି। ବାଟ ଓଷା ଉପରେ ଏକ ପୌରାଣିକ କିମ୍ବଦନ୍ତୀ ମଧ୍ୟ ଅଛି। କୋଶଳ ଦେଶର ରାଜା ସୁଦର୍ଶନ ଏବଂ ରାଣୀ ଲୀଳାବତୀ ଦୁହେଁ ପରୋପକାରୀ ଏବଂ ପ୍ରଜାବତ୍ସଳ ହୋଇଥିଲେ ମଧ୍ୟ ତାଙ୍କର କୌଣସି ପୁତ୍ର ସନ୍ତାନ ନଥିବାରୁ ମନସ୍ତାପ କରିଥିଲେ। ବିଜ୍ଞ ବ୍ରାହ୍ମଣ ଜ୍ୟୋତିଷ ଦାଣ୍ଡ ପହଁରା ବା ବାଟ ଓଷା କରିବା ଦ୍ୱାରା ଯମକୁ ସନ୍ତୁଷ୍ଟ କଲେ ପୁତ୍ରପ୍ରାପ୍ତି ହେବ ବୋଲି ପରାମର୍ଶ ଦେଇଥିଲେ। ଓଷା କରୁଥିବା ରାଜ୍ୟର ଗୃହିଣୀମାନଙ୍କଠାରୁ ପ୍ରସାଦ ପାଇ ରାଣୀ ଗର୍ଭବତୀ ହେବା ସହ ଉତ୍ତମ ପୁତ୍ରପ୍ରାପ୍ତ କରିଥିଲେ, ଯାହାର ନାମ ବୀରସେନ। କିନ୍ତୁ ପୁତ୍ରପ୍ରାପ୍ତି ପରେ ରାଣୀ ଆଉ ଯମଦେବତାଙ୍କ ବାଟ ଓଷା ନ କରିବା ଯୋଗୁଁ ଯମ ବୀରସେନକୁ ଅପହରଣ କରି ନେଇଗଲେ ଏବଂ ନିଜର ମାତାଙ୍କୁ ତାଙ୍କୁ ମାରି ରୋଷେଇ କରି ଖାଇବାକୁ ଦେବା ପାଇଁ କହିଥିଲେ। ତତ୍ପରେ ଯମ ସ୍ନାନ କରିବାକୁ ଚାଲିଗଲେ। ଇତ୍ୟବସରେ ବୀରସେନଙ୍କ ନାକରେ 2 ଖଣ୍ଡ କାଠି ପୂରାଇ ପୂଜା ସମୟରେ ଛିଙ୍କିବା ପାଇଁ ଯମଙ୍କ ମାତା ଶିଖାଇ ଦେଲେ। ବୀରସେନ ଏବଂ ଯମମାତାଙ୍କ କହିବା ଅନୁସାରେ ନାକରେ କାଠି ପୂରାଇ ଛିଙ୍କିଥିଲେ। ଏହି ସମୟରେ ଯମମାତା ଅଛମର ହୁଅ ବୋଲି କହିଥିଲେ, ଯାହା ଫଳରେ ଯମଦେବ ବୀରସେନଙ୍କୁ ନ ମାରି ବାଟ ଓଷା ନ କଲେ ପୁନର୍ବାର ନେଇଯିବି ବୋଲି ବୀରସେନଙ୍କ ମାତାଙ୍କୁ କହି ଘରେ ଛାଡ଼ି ଦେଇଥିଲେ। ପରିବାରବର୍ଗ ବୀରସେନଙ୍କୁ ପାଇ ଅତ୍ୟନ୍ତ ଖୁସି ହୋଇଥିଲେ ଏବଂ କାହିଁକି ରୁଷିଥିଲେ ବୋଲି ପଚାରିବାରୁ ଉତ୍ତରରେ କହିଲେ, ତୁମେ ଯମଦେବଙ୍କ ବାଟ ଓଷାକୁ ଭୁଲି ଯାଇଥିବାରୁ ମୋତେ ଧରି ନେଇଥିଲେ ବୋଲି କହିଥିଲେ। ଶେଷରେ ରାଜଗୃହରେ ମାତା କୌଶଲ୍ୟା ଯମଦେବଙ୍କ ବାଟ ଓଷା କରି ଦାଣ୍ଡ ପହଁରି ପୁତ୍ରର ଦୀର୍ଘ ଜୀବନ କାମନା କରିଥିଲେ। ଏହି ପୂଜାର ନିୟମ ସବୁ ପ୍ରସାଦ ପୂଜା ମଣ୍ଡପକୁ ନେବେ ଏବଂ ଘରେ ଲୋଭବଶତଃ ପୂଜାଦ୍ରବ୍ୟ ରଖିଲେ ଯମ ଅସନ୍ତୋଷ ହୋଇଥାନ୍ତି। ପୂଜା ଅନ୍ତେ ସମସ୍ତ ପ୍ରସାଦକୁ ବାଳକ, ବୃଦ୍ଧ ଏବଂ ପରିବାର ବର୍ଗଙ୍କ ମଧ୍ୟରେ ବାଣ୍ଟି ଦେବା ବିଧେୟ ଅଛି। କେବଳ ପୁତ୍ର ପ୍ରାପ୍ତି ନୁହେଁ, ଏହି ଓଷା ନିଷ୍ଠାର ସହିତ କଲେ ନିର୍ଧନ ଧନବାନ ହୋଇ ଖୁସିରେ କାଳାତିପାତ କରେ ବୋଲି ମଧ୍ୟ ବ୍ରତକଥାରେ ଉଲ୍ଲେଖ ଅଛି। ଏମନ୍ତ ଅଟେ ବାଟ ଓଷା, ଯେକରେ ପାଳନ ତା ଦଶା, ଯମର ଜ୍ୱାଳା ନ ଲାଗଇ ମହାସୁଖରେ ଦିନ ଯାଇ।